ତୃତୀୟ ଅଧ୍ୟାୟ ଦେବକୀର ଷଡ଼ପୁତ୍ର ନାଶ ବଳରାମଙ୍କର ଅନ୍ତର୍ହିତ ରୋହିଣୀ ଗର୍ଭେ ଜନ୍ମ। ଶ୍ରୀ ଶୁକ ବାଚ ଶୁକ କହନ୍ତି ଶୁଣ ରାୟ ଅସୁର କଲା ମହାଭୟ ଦୂତ ପେଶିଲା ଚାରିଦିଗେ ବିଶ୍ୱାସୀ ଦାନବଙ୍କ ଲାଗେ କଂସର ଘେନି ମିତ୍ରପଣ ଆସି ମିଳିଲେ ଜଣ ଜଣ ଚାରୁଣ ତୃଣାବର୍ତ୍ତ ବୀର ମୁଷ୍ଟିକ ମଲ୍ଲ ଷଣ୍ଢାସୁର ଦ୍ୱିବିନ୍ଦୀ ନାମରେ ଅସୁର ପ୍ରଳମ୍ବା ବକାସୁର ପୁତୁନା ନାମରେ ରାକ୍ଷସୀ ଆସି ମିଳିଲା ବୀରକେଶୀ ବେଗେ ମିଳିଲା ବାଣାସୁର ସୁର ନାରକା ଜରା ବୀର ଏମନ୍ତ କହିବି କତେ କଂସର ମିତ୍ର ଅଛନ୍ତି ଯେଦେ ସକଳେ ବସାଇ ଆସନେ କହଇ କଂସ ଖେଦ ମନେ ଶୁଣ ସକଳ ବୀରମଣି ମୋହର କର୍ମଫଳ ବାଣୀ ନାରଦ କହିଗଲେ ମତେ ଯଦୁଙ୍କୁ ନ ଯିବୁ ପରତେ ଯେତେକ ମୋହର ବିଶ୍ୱାସ ଯଦୁଙ୍କୁ ବେଗେ କର ନାଶ ଶୁଣି ଅସୁର ପର ଜ୍ୱଳି ଜେସନ ସମୁଦ୍ର ଉଛଳି ଯଦୁଙ୍କୁ କଲେ କଷ୍ଟମାନ ଯାହା କହିଲେ ଭଗବାନ ଯାଦବ ଅସୁରଙ୍କ ଡରେ ପଳାଇ ଗଲେ ଦେଶାନ୍ତରେ କେକୁରୁ ନଗରେ ପଶିଲେ ପାଞ୍ଚାଳ ଦଶରେ ମିଳିଲେ ବିଦେହ ନିଷେଧ କୋଶଳେ ପଶିଲେ ଜୀବନ ବିକଳେ କିଏ ବା ଯାଇ ନ ପାରିଲେ କଂସର ମରଣେ ପଶିଲେ ଏମନ୍ତ ବରଷ ପୁରିଲା ଦେବକୀ ପୁଣି ଦେବକୀ ପ୍ରସବିଲା ପ୍ରହରୀ ଜଣାଇଲା ଯାଇ କଂସ ଧାଇଁଲା ରୋଷ ହୋଇ ଦେବକୀ ନିକଟେ ମିଳିଲା କୋଳୁ ବାଳକ ଘେନିଗଲା ବେନି ଚରଣ କରେ ଧରି ପିଟିଲା ଶିଳା ଶିଳାର ଉପରେ ଏମନ୍ତ ବରଷ ଛପୁତ୍ର କଂସ କଲା ନାଶ କେ କହୁ ଦେବକୀର ସୁଖ ନିଶି ଦିବସ ମହାଦୁଃଖ ଦେଖିଣ ଦେବକୀ ବିକଳ ସଦୟ ହେଲେ ଆଦିମୂଳ ଅନନ୍ତ ରୂପ ଧରି ହରି ଦେବକୀ ଗର୍ଭେ ଅବତରି ଏ ରୂପେ ଅନନ୍ତ ପ୍ରକାଶ ଗର୍ଭ ହୋଇଲା ଅଷ୍ଟମାସ ଦେବକୀ ନିଜ ଦେହ ଚାହିଁ ବିକଳେ ନିଶ୍ୱାସ ଛାଡ଼ଇ କେତେ ପାତକ କଲି ପୂର୍ବେ ପୁଣି ହୋଇଲା ଆସି ଗର୍ଭେ କେତେ ସହିବି ଗର୍ଭ କଷ୍ଟ ବିଧାତା କରିଅଛି ହଟ ଗର୍ଭେ ଧରିନ 10 ମାସ କୋଳେ ତ ଧରି ନାହିଁ ଆସ ଏମନ୍ତ ବିଚାରି ବିକଳ ନୟନୁ ବହେ ଅଶ୍ରୁ ଜଳ ଦାସବତ୍ସଳ ଭଗବାନ ଜାଣିଲେ ଦେବକୀର ମନ ଦୁର୍ଗାଙ୍କୁ ନିକଟେ ବସାଇ କହନ୍ତି ପ୍ରଭୁ ଭାବଗ୍ରାହୀ ଅମ୍ବିକା ଶୁଣ ମୋ ଉତ୍ତର ବହନ ଯାଅ ମର୍ତ୍ତ୍ୟପୁର ମଥୁରା କଂସବନ୍ଦୀ ଘରେ ମିଳିବୁ ପ୍ରଥମ ପ୍ରହରେ ବନ୍ଦୀ କରିଛି କଂସରାଏ ଏକ ସାଙ୍କୁଳି ବେନି ପାଏ ବସୁଦେବକୁ ଯେତେବେଳେ ଧରି ଆଣିଲା କଂସ ବଳେ ତାହାର ପତ୍ନୀ ନନ୍ଦ ଘରେ ଯାଇ ଲୁଚିଲା କଂସ ଡରେ ରୋହିଣୀ ନାମେ ବିଦ୍ୟମାନ ତାହାର ଗର୍ଭ ଅଛି ଶୂନ୍ୟ ଦେବକୀ ଦେବୀ ନିଦ୍ରା କାଳେ ଗର୍ଭ ହରିବୁ ଯୋଗ ବେଳେ ରୋହିଣୀ ଗର୍ଭେ ତାହା ଥୋଇ ମିଳିବୁ ନନ୍ଦ ଘରେ ଯାଇ ଜନ୍ମିବୁ ଯଶୋଦା ଉଦରେ ମୁଁ ପୁଣି ଯିବି ମଞ୍ଚପୁରେ ଦେବକୀ ଗର୍ଭେ ହେବି ଜାତ ମୋତେ ଘେନିଣ ଯିବେ ତାତ ତୋତେ ଆଣିବେ ମୋତେ ଥୋଇ ଏକଥା ନ ଜାଣିବେ କେହି ଏମନ୍ତ କଂସର ମରଣ ହସି କହନ୍ତି ନାରାୟଣ ମୋଚେ ହୋଇବୁ ତୁ ଯେ ଜାତ ଜଗତେ ହୋଇବୁ ବିଖ୍ୟାତ ଲୋକେ କରିବେ ତୋତେ ପୂଜା ଅନେକ ଦେବେ ବଳି ପୂଜା ଭକ୍ତଙ୍କୁ ହୋଇବୁ ପ୍ରସନ୍ନ ଅନେକ ହେବ ତୋର ନାମ ଜୟା ବିଜୟା ଭଦ୍ରକାଳୀ ମଙ୍ଗଳା ଚଣ୍ଡିକା କଙ୍କାଳୀ ଦୁର୍ଗା ଅମ୍ବିକା ନାରାୟଣୀ ଏକୁଆରକ ନାମ ବଣି ଗ୍ରାମ ଗ୍ରାମରେ କରି ସ୍ଥାନ ପୂଜନ୍ତେ ହୋଇବୁ ପ୍ରସନ୍ନ ଅନ୍ତେ ତା କରିବ କେତେ ଅନେକ ନାମ ତ ଜଗତେ ପୂଜା କରିବେ ସର୍ବଜନ ରାଜା ପରଜାତ ପସ୍ମିନ ସ୍ତୁତି ପଠନେ ମନ୍ତ୍ର ଧ୍ୟାନ ଷୋଡ଼ଶ ଉପଚାର ମନ ଶୁଣି ବଚନ ଆଦି ମାତା ଫେଡ଼ି ଦେବକୀ ଦୂରବସ୍ଥା ଦେବକୀ ଗର୍ଭୁତା ଆଣିବୁ ରୋହିଣୀ ଗର୍ଭରେ ଥୋଇବୁ ତାହାର ନାମ ସଂକର୍ଷଣ ଲକ୍ଷ୍ୟରେ ହୋଇବ ଚରଣ ବଳେ ନହିବେ କେହି ସମ ନାମ ହୋଇବ ବଳରାମ ଶୁଣି ଆନନ୍ଦ ମନା ହୋଇ ଚଞ୍ଚଳେ ଗଲେ ମହାମାଇ ହରିଙ୍କ ଆଜ୍ଞା ଘେନି ଶିରେ ମିଳିଲେ ମଥୁରା ନଗରେ ବସୁଦେବର ବନ୍ଦୀ ଘରେ ମିଳିଲେ ପ୍ରଥମ ପ୍ରହରେ ରାତ୍ର ଦେବକୀ ନିଦ୍ରା କାଳେ ଗର୍ଭେ ହରିଲେ ଯୋଗ ବଳେ ଅନନ୍ତ ଘେନି ମାୟା ବେଗେ ଭରିଲେ ରୋହିଣୀର ଗର୍ଭେ ଗର୍ଭ ସଂଯୋଗ ଦେବୀ କରି ଦିନକୁ ଦିନ ଗର୍ଭ ଭାରି ସିଂହ ପୂର୍ଣ୍ଣମୀ ଦିନ ସାର ରୋହିଣୀ ପ୍ରସବେ କୁମର ଧବଳ ଜ୍ୟୋତି ରୂପ ପୁଣି ଶିରେ ଶୋଭିତ ସପ୍ତ ଫେଣି ଅପୁଆ ଘରେ ପୁଅ ଜାତ ଆନନ୍ଦ ହୁଏ ନନ୍ଦ ଚିତ ମୋହର ଘରେ ପୁତ୍ର ନାହିଁ ଏମତେ କାରଣ ଅଟଇ ଯାହା ଯେ ଦଇବ ନିମନ୍ତେ ଦୁର୍ଗା ଯହିଁ ଗର୍ଭଗତ ମିଳିଲେ ନନ୍ଦ ଘରେ ଯାଇ କୃଷ୍ଣ ଜନ୍ମକୁ ବାଟ ଚାହିଁ ଦେବକୀ ଗର୍ଭ ଯୋଉ ଗଲା
ଗଲା ଲୋକେ କହିଲେ ଭଲ ହେଲା। ଉତ୍ତମ କଲେ ନାରାୟଣ ଦେବକୀ ନ ପାଉ କସନ ଥୋକେ ବୋଲନ୍ତି ଭଲ ହେଲା। କଂସର ଡରେ ପଳାଇଲା ପଡ଼ୁଏ ଦେବକୀ ଭିଆଣ କେବଲେ କର୍ଣ୍ଣେ ତା ନ ଶୁଣ। ଏଡ଼େ ମିଡ଼ିଛି ଅଛି କାହିଁ କେବଲେ ମୁଖ ତା ନ ଚାହିଁ। କେ କାନ୍ଦି ହୁଅନ୍ତି ବିକଳ କହନ୍ତି ରଖ ଆଦି ମୂଳ। ଦେବକୀ ଲୋକରେ କଷଣ ଜାଣିଲେ ଦେବ ନାରାୟଣ। ତେଜିଲେ ଜଳଧି ଶୟନ ମଥୁରା ମିଳିଲେ ବହନ। ବସୁଦେବର ଦେହେ ଯାଇ ପଶିଲେ ଜ୍ୟୋତି ରୂପ ହୋଇ। କୃଷ୍ଣର ତେଜ ଯେ ପ୍ରଚଣ୍ଡ ଯେନେ ଉଦୟ ମାରତଣ୍ଡ। ଅମର ପୁର ଲଗ୍ନ ବେଳେ ପ୍ରଭୁ କାମିନୀ ଏକ ମେଳେ। ଜଗତ ମଙ୍ଗଳେ ପୁରୁଷ ଦେବକୀ ଗର୍ଭରେ ପ୍ରବେଶ। ଉଦୟ କାଳେ ଯେନେ ଶଶୀ ପୂର୍ବ ଦିଗରୁ ପରକାଶୀ। କୃଷ୍ଣଙ୍କୁ ଧରଣୀ ଉଦର ଦେବକୀ ଦିଶିଲା ସୁନ୍ଦର। ଅନ୍ଧାର ଦେବ ବନ୍ଦୀ ଘର ତେଜ ଯେନେ ଦିଶିଲା ଗ୍ରହ ରାଜ। ଦେବକୀ ଗର୍ଭବାସ କଥା ଶୁଣି ପାଇଲା କଂସ ବ୍ୟଥା। ଭୟ ଚକିତ ଛନ ଛନ ମିଳିଲା ଦେବକୀ ଭୁବନ। ସାତ କବାଟ ଫିଟାଇଲା ଅନ୍ଧାର ଘରକୁ ଚାହିଁଲା। ଉଦୟ ହୋଇ ନିଶାକର ଯେନେ ନା ସହି ତମ ଘର। ଦେଖି ଚକିତ କଂସ ମନେ ଭାଳି ହୋଇ ଦିବ୍ୟ ଜ୍ଞାନେ ନିଶ୍ଚୟ ହୋଇଲା ମରଣ। ଏତ ଅନାଦି ନାରାୟଣ ଗର୍ଭେ ବିଜୟ କଲା ଆସି। ଏମର କାଳଦଣ୍ଡ ଫାସି ଜୀବନ ନାସିବ ଏମର। ଦେବକୀ ଅଟଇ ସୁନ୍ଦର ଏ ଯେତେ ଗର୍ଭ ପ୍ରସବିଲା। ଏମନ୍ତ ଥରେ ନ ଦିଶିଲା କି ବୁଦ୍ଧି କରିବଇଁ ଆଜ ମାରଣ କରିବଇଁ କାର୍ଯ୍ୟ। ହସ୍ତରେ ଅଛି ମୋ ଉପାୟ ଛାଡ଼ିଲେ ନ ପାଇବି ଥୟ। ଦେବକୀ ପଳାଏ ପକାଇବି ମାରି ଗର୍ଭେ ନାସିବି ପେଟ ଚିରି। ପୁଣି ବିଚାରୁ ଅଛି ମନେ କାମ କରିବି କେଶନେ। ଜୀବନ ପାଇ ଏଡ଼େ ପାପ କରି ପାଇବି ମନେ ତାପ। ଜୀବ ମରଣ ସୁଖ ନାହିଁ ନରକେ ପଡ଼ିବି ଯାଇ। ପାପର ମଧ୍ୟରେ ପ୍ରମାଦ ସ୍ତ୍ରୀ ଗର୍ଭଣୀ ବିଧୁ ଶିଶୁ ବଧ। ଏ ତିନି କର୍ମ ଯେ କରନ୍ତି ଜୀବନ ଥାଉ ସେ ମରନ୍ତି। ଜୀବନ ଛାଡ଼ିବାର ବେଳେ ନିନ୍ଦିତ ବୋଲନ୍ତି ସକଳେ। ଇହଲୋକରେ ଅପଯଶ ମଲେ ନରକେ ପରବେଶ। ଏମନ୍ତ ମନେ ବିଚାରିଲା ଖଡ଼ଗ ଘେନି ବାହୁଡ଼ିଲା। ମିଳିଲା ନିଜପୁରେ ଯାଇ ଡାକଇ ଚଉଦିଗ ଚାହିଁ। ହରିଙ୍କି କଲା ମହାଭୟ କ୍ଷଣ କ୍ଷଣ କେ ମହାକାୟ। ଆସନେ ଶୟନ ଭୋଜନେ ସ୍ନାନେ ବିହରି ଜଳପାନେ। ଗୋଡ଼ାଇଛନ୍ତି ଯେନେ ହରି କମ୍ପଇ ମହାଭୟ କରି। ବୃକ୍ଷ କାନନ ଦେଶ ଗିରି ସର୍ବମରଣ ନରହରି। ଏମନ୍ତ ରଜନୀ ପାହିଲା ଘୋର ଅନ୍ଧାର ପ୍ରକାଶିଲା। ବ୍ରହ୍ମା ଶଙ୍କର ଇନ୍ଦ୍ର ମୂଳେ 33 କୋଟି ଦେବ ବଳେ। ମିଳିଲେ ମଥୁରା ନଗରେ ଦେବକୀ ଦେବୀ ବନ୍ଦୀ ଘରେ। ପ୍ରଣାମ କଲେ ଜଣେ ଜଣେ ଶ୍ରୀକୃଷ୍ଣ ଜନନୀ ଚରଣେ। ଗର୍ଭକୁ ଚାହିଁ ଗଙ୍ଗାଧର ସ୍ତୁତି କରନ୍ତି ବେଦବର। ବାସବ ଆଦି ଦିଗପତି ଯେ ଯାହା ମତେ କଲେ ସ୍ତୁତି। ଆବରି ଅଛୁତିନି ସତ୍ୟ ଦେହ ବନି ପରମାର୍ଥ। ଜୟ ଗୋବିନ୍ଦ ଦାମୋଦର ସତ୍ୟ ବଚନ ସ୍ୱାମୀ ତୋର। ସତ୍ୟ ବ୍ରହ୍ମାକୁ କଲୁ ଜାତ ସତ୍ୟ ସ୍ୱରୂପ ତୁ ଅଚ୍ୟୁତ। ସତ୍ୟ ତୁ ପାଳୁ ବସୁନ୍ଧରୀ ତୋର ଭିଆଣ ନରହରି। ତୋର ସଞ୍ଚିଲାର ଫଳ ଅସୁର ମାରି ସାଧୁ ପାଳ। ସଂସାର ମଧ୍ୟ ଦେହ ବୃକ୍ଷେ ଏବେ ତୁ ମିଳିଲୁ ପ୍ରତ୍ୟକ୍ଷେ। ବୃକ୍ଷର ଯେତେ ଗୁଣଗାନ ଶରୀରେ ହୋଇ ତୋହର ଭିଆଣ। ଏକଇ ବୃକ୍ଷ ବେନି ଫଳ ଚତୁର ରସ ତିନି ମୂଳ। ପଞ୍ଚ ଶିଡ଼କ ତଳେ ଗଣ୍ଠି ଆତ୍ମା ଏହାର ଷୋଳଗୋଟି। ସାତ କଳ ଦେହେ ଯୋଡ଼ି ଅଷ୍ଟମ ଡାଳେଛନ୍ତି ବେଡ଼ି। ଗଣ୍ଠି ସ୍ୱଭାବେ ନବନେତ୍ର ବିସ୍ତାର ନିତ୍ୟ ଦଶପତ୍ର। ଉପରେ ଛନ୍ତିବେ ନିପକ୍ଷୀ ହେମନ୍ତ ବୃକ୍ଷ ଦେହ ଲକ୍ଷୀ। ମୁନି କହନ୍ତି ରାୟ ଶୁଣ ଦେହେ କହିବା ବୃକ୍ଷ ଗୁଣ। ବୃକ୍ଷର ପ୍ରାୟ ଦେହ ଏକ ଫଳ ଯୋଡ଼ିଏ ଦୁଃଖ ସୁଖ। ତାମସ ରାଜସତ ଗୁଣ ଏହାର ମୂଳଟି ପ୍ରମାଣ। ଧର୍ମ ସମ୍ପଦ କାମ ମୁଖ୍ୟ ଏହାର ରସଟି ପ୍ରତ୍ୟକ୍ଷ। ଶବଦ ରୂପ ରସ ଗନ୍ଧ ପବନ ପଞ୍ଚମୂଳ ଛନ୍ଦ। ଜନ୍ମ ହୁଇଣ ଦେହ ବହି ବାଳୁତ ରୂପେ ସେ ବଢ଼ଇ। ତରୁଣ ବୃଦ୍ଧ ପୁଣମୃତ ଏହାର ଆତ୍ମା ଷଡ଼ ହେତୁ। ଚର୍ମ ସୁହିତ ମାଂସ ବେଦ ହାଡ଼ ମଞ୍ଜାର ଧାତୁ ଛନ୍ଦ। ଶପଥ ବକଳ ଏହାର ମୁନି କହନ୍ତି ଜ୍ଞାନ ସାର।
ଭୂଜଳ ଅନେକ ସମୀର ଖମନ ବୁଦ୍ଧି ଅହଙ୍କାର ଅଷ୍ଟ ଡାକଟି ଏହାର ନବମ ଚକ୍ଷୁ ନବଦ୍ୱାର ଦଶ ଇନ୍ଦ୍ରିଏ ପତ୍ର ଲେଖି ଜୀବ ପରମ ବେନି ପକ୍ଷୀ ଏମନ୍ତ ବୃକ୍ଷରୂପ ହୋଇ ଭାରା ନିବାରି ରଖ ମହି ଜଗତ ତୋର ତହୁଁ ଜାତ ସୃଷ୍ଟି ପାଳନ ଜଗନ୍ନାଥ ତୋର ମାୟାରେ ମୂର୍ଖ ଜନ ଆତ୍ମାକୁ ଦେଖନ୍ତି ଯେ ଭିନ୍ନ ପଣ୍ଡିତ କହନ୍ତି ଯେ ଏକ ମାୟାରେ ଦିଶନ୍ତି ଅନେକ ତୁଇ ସଂସାରେ ସୁଖ ଦୁଃଖ ସୁଖେ ଶରୀର ବହୁ ନାନା ରୂପେ ସାଧୁ କୁ ଦିଶୁ ତୁ ନିର୍ମଳ ଖଳଲୋଚନେ ଯେହ୍ନେ କାଳ ଯେ ତୋର ପାଦେ ପଦ୍ମନାଭ ରଖନ୍ତି ଆତ୍ମା ଜ୍ଞାନ ଭାବ ତୋହର ନାମ ନାବଦ କରି ହେଳେ ତରନ୍ତି ଭବ ବାରି ଭୋନାଥ କମଳ ଲୋଚନ ମାୟାରେ ମୋହୁ ପ୍ରାଣୀ ମନ ଯେ ତୋର ନାମ ନ ଭଜନ୍ତି ମାୟା ପଟଳ ଆବରନ୍ତି ତୀର୍ଥ ସେବନ୍ତି ଦାନ ତପେ ତରିଲୁ ବୋଲୁଥାନ୍ତି ଆପେ କରନ୍ତି ସିଦ୍ଧଙ୍କ ଉପାୟ ଭେଦନ୍ତି ବ୍ରହ୍ମଲୋକ ଯାୟ ତୋପାଦେ ନ କରି ଆଦର ହୃଦେ ବହନ୍ତି ଅହଙ୍କାର ତହୁଁ ପଡ଼ନ୍ତି ଦେହ ଘେନି ଜନ୍ମ ହୁଅନ୍ତି ନାନା ଯୋନି ଯେ ତୋର ତହିଁ ମିତ୍ର ପଣେ ଚିତ୍ତ ଖଟାନ୍ତି ଅନୁକ୍ଷଣେ ନିର୍ଭୟ ଭ୍ରମନ୍ତି ସଂସାରେ ନୃତ୍ୟ କରନ୍ତି ଯମ ଶିରେ ସତ୍ୟ ନିର୍ମଳ ଗୁଣ ଧରୁ ଭକ୍ତଙ୍କ ପାଇଁ ଅବତରୁ ତପ ସମାଧି ଯୋଗ କ୍ରିୟା ଦେହେ ବହନ୍ତି ପ୍ରଭୁ ଯାହା ତୋର ଆରାଧନୁ ନାହିଁ ଆନ ପରିଣ ଠୁଳ ଶୂନ୍ୟ ତୁ ଯେବେ ନହିବୁ ଜଗତେ ଅଜ୍ଞାନ ନାସିବୁ କେମନ୍ତେ ଯେ ତୋତେ ଯେମନ୍ତ ବିଚାର ଗୁଣ ପ୍ରକାଶୁ ଚିନ୍ତଇ ଗୁଣ ପ୍ରକାଶୁ ଦେହ ବଇ ତୋହର ଗୁଣ କର୍ମମାନ ସଂଖ୍ୟାକେ କରୁ ଭଗବାନ ମନ ବଚନ ହେ ନ ଜାଣି କେବଳ ଦେହେ ପରିମାଣି ଶ୍ରବଣେ ତୋର ନାମ ଶୁଣି ତୋ ନାମ ହୃଦେ ପରିମାଣି ତୋ ପାଦ ପୂଜାର ବିଧାନ ଯେ ହୋଇଥାନ୍ତି ସାବଧାନ ଜନ୍ମ ମରଣ ତାକୁ ନାହିଁ ଏମନ୍ତ ପ୍ରଭୁ ଭାବଗ୍ରାହୀ ତୋହର ପଦରଜ ଦେଇ ଉଚ୍ଛ୍ୱାସ କର ନାଥମୟୀ ସ୍ୱର୍ଗେ ବସିବୁ ପଦ୍ମନାଭ ତହିଁ ଦେଖିବୁ ତୋର ପାଦ ଏ ତୋର ଦେହବନ୍ତପଣ ଏବେ ଜାଣିଲୁ ନାରାୟଣ ମନୁଷ୍ୟ ଲୀଳାର ଯେ ଭାବ ସ୍ୱରୂପେ ନ ଜାଣନ୍ତି ଦେବ ମତ୍ସ୍ୟ କମଠ ନରସିଂହ କୁର୍ମ ବାମନ ତୋର ଅଙ୍ଗ ତୁ ରାଜ ଋଷିଙ୍କର ବଂଶେ ଜନମ ହେଉ ଯୋଗ ଅଂଶେ ତିନି ଭୁବନେ ଦୁଃଖ ନାସି ଆମ୍ଭକୁ ପାଳୁ ବ୍ରହ୍ମ ରାଶି ଅବନି ଭାରା ଏବେ ହର ଭନାଥ ଶରଣ ତୁମ୍ଭର ଏମନ୍ତ ପାହିଲା ରଜନୀ ଦେବକୀ ମୁଖ ଚାହିଁ ଭଣି ତୋର ଉଦରେ ଜଗନ୍ନାଥ ଜଗତ ରଖିବେ ତୋ ସୁତ କଂସର ଭୟ ଛାଡ଼ି ଆଇ ଯାହାର ନାମେ ଦୁଃଖ ନାହିଁ ଅରୁଣ ତେଜ ପ୍ରକାଶିଲା ଦେବଙ୍କୁ ଉଚ୍ଚାଟ ଲାଗିଲା ବ୍ରହ୍ମା ଶଙ୍କର ଆଦି କରି ଦେବେ ଚଳିଲେ ଯେଝା ପୁରୀ ପୁରାଣ କରି ଗୀତ ରସ କହଇ ଜଗନ୍ନାଥ ଦାସ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମାଂଶ ସଂହିତାଏ 82 ଦଶମ ସ୍କନ୍ଧେ ବିଷ୍ଣୁ ଗର୍ଭସ୍ଥ କଥନେ ନାମ ତୃତୀୟୋଧ୍ୟାୟ।